ଶ୍ଲୋକ 36ରେ ଭଗବାନ କହୁଛନ୍ତି ଅସଂଯତାତ୍ମନା ଯୋଗ ଦୁଷ୍ପ୍ରାପ୍ୟ ଇତି ମେ ମତିଃ ବଶ୍ୟାତ୍ମନା ତୁ ଯତତ ଶକ୍ୟୋ ବାପ୍ତୁମୁପାୟତଃ। ଯାହାର ମନ ଅସଂଯତ ତା ପକ୍ଷରେ ଯୋଗ ସାଧନା ବା ଆତ୍ମାନୁଭୂତି ଲାଭ କରିବା କଷ୍ଟକର ବ୍ୟାପାର ଅଟେ। କିନ୍ତୁ ଯାହାର ମନ ସଂଯତ ଏବଂ ଯେ ଠିକ୍ ମାର୍ଗରେ ସାଧନା କରେ ବା ଯତ୍ନଶୀଳ ଥାଏ ସେ ନିଶ୍ଚିତ କୃତକାର୍ଯ୍ୟ ହୁଏ ବା ସାଧନାରେ ସିଦ୍ଧି ଲାଭ କରେ। ଏହା ମୋର ଅଭିମତ। ଏଠାରେ ପରମ ପୁରୁଷ ଭଗବାନ ଘୋଷଣା କରୁଛନ୍ତି ଯେ ମନକୁ ଭୌତିକ ସଂସ୍ପର୍ଶରୁ ଦୂରେଇ ରଖିପାରିଲେ ହିଁ ଏବଂ ଯେ ଠିକ୍ ମାର୍ଗ ଅନୁସରଣ କରି ନିଜର ସାଧନା ପଥରେ ଅଗ୍ରସର ହୁଏ ସେ ସିଦ୍ଧି ଲାଭ କରେ। ଆତ୍ମାନୁଭୂତି ଦିଗରେ ଯିଏ କାମ କରେ ସେ ପରମ ଦିବ୍ୟ ଆନନ୍ଦ ଲାଭ କରେ। ଭୌତିକ ସଂସ୍ପର୍ଶରୁ ଦୂରେଇ ନେବା ଦିଗରେ ଯେ ଠିକ୍ ମାର୍ଗରେ ସାଧନା ନ କରେ ବା ମନକୁ ଭବ ରୋଗରୁ ମୁକ୍ତ କରିବା ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ଯେ ଅବଲମ୍ବନ କରେ ନାହିଁ ସେ ଆତ୍ମାନୁଭୂତି ଲାଭ ଦିଗରେ କୃତକାର୍ଯ୍ୟ ହୁଏ ନାହିଁ। ଗୋଟିଏ ଦିନରେ ମନକୁ ବିଷୟ ଭୋଗଠାରୁ ଦୂରେଇ ଦେଇ ଅନ୍ୟ ଦିଗରେ ଲଗେଇ ଦେବା ଯାହା ଓଦା କାଠରେ ନିଆଁ ଲଗେଇବାର ଚେଷ୍ଟା କରିବା ଠିକ୍ ସମାନ ଘଟଣା। ଠିକ୍ ସେମିତି ମନକୁ ସଂଯତ ନ କରି ଯୋଗାଭ୍ୟାସ କରିବା ହେଉଛି ସମୟର ଅପଚୟ କରିବା। ବାହାରକୁ ଦେଖେଇ ହେବା ପାଇଁ ଯୋଗ ଅଭ୍ୟାସ କଲେ ଭୌତିକ ଲାଭ ଉଠାଇବା ପାଇଁ ହୁଏତ ତାହା କେତେକାଂଶରେ ସହାୟକ ହୋଇପାରେ, କିନ୍ତୁ ବାସ୍ତବରେ ତା'ର ଯେଉଁ ପରିଣାମ ବା ଫଳାଫଳ ସେଇ ସେତିକି ମାତ୍ରାରେ ସକାରାତ୍ମକତାର ସହିତ ବ୍ୟକ୍ତିକୁ ମିଳେ ନାହିଁ। ଆତ୍ମାନୁଭୂତି ଲାଭ ଦିଗରେ ସେ ସଫଳ ହୁଏ ନାହିଁ। ତେଣୁ ଭଗବାନଙ୍କର ସେବାରେ ଭକ୍ତଟିଏ ନିଜକୁ ନିୟୋଜିତ କରିବା ଉଚିତ। ନିୟମିତ ଭାବରେ ଈଶ୍ୱରଙ୍କର ସେହି ଦିବ୍ୟତ୍ୱକୁ ନିଜ ଭିତରେ ଉପଲବ୍ଧି କରିବା ଉଚିତ। ତାଙ୍କର ଶ୍ରବଣ କୀର୍ତ୍ତନ ମନନ ଦ୍ୱାରା ପ୍ରତି ମୁହୂର୍ତ୍ତରେ ଈଶ୍ୱରଙ୍କର ଶରଣାଗତ ହେବା ଉଚିତ। ନହେଲେ ସେ ମନକୁ ସ୍ଥିର କରିପାରିବ ନାହିଁ। କୃଷ୍ଣ ଚେତନଶୀଳ ବ୍ୟକ୍ତି ଖୁବ୍ ସହଜରେ ଯୋଗରେ ସଫଳତା ହାସଲ କରିପାରେ। ଆଉ ସେ ସ୍ୱତନ୍ତ୍ର ଭାବରେ ତାକୁ କୌଣସି ପ୍ରକାରର ଚେଷ୍ଟା କରିବାକୁ ପଡ଼େ ନାହିଁ। ଯିଏ ସେଇ ଯୋଗ ଅଭ୍ୟାସକାରୀ ବ୍ୟକ୍ତି ଯିଏ କୃଷ୍ଣ ଚେତନାଶୀଳ ସେ ସିଦ୍ଧି ଲାଭ କରେ। ଆଉ ଯଦି କୃଷ୍ଣ ଚେତନାଶୀଳ ନ ହୁଏ ଜଣେ ବ୍ୟକ୍ତି ତାହେଲେ ସେ କେବେ ବି ସାଧନାରେ ସିଦ୍ଧି ଲାଭ କରିପାରେ ନାହିଁ। ଆଉ ଯଦିଓ ସାଧନାରେ ସିଦ୍ଧି ଲାଭ କରିବାର କୌଣସି ବି ସୁଯୋଗ ଥାଏ ତା ପାଇଁ, ତାହେଲେ ସେଇ ପଦ୍ଧତି ଖୁବ୍ କଠୋର ଆଉ କଠିନ ପଦ୍ଧତି ଅବଲମ୍ବନ କରି କଠିନ ମାର୍ଗରେ ଅତିକ୍ରମ କରି ସେ ଶେଷରେ ସଫଳତା ହାସଲ କରେ। ହରେ କୃଷ୍ଣ।